ନମସ୍କାର, ମୁଁ ହର୍ଷ ପରିଚ୍ଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। এই ଭିଡିଓରେ ଗତକାଲି ଶୁକ୍ରବାର ଦିନ ଯୋଉ ଅ, ଅଭାବନୀୟ ଘଟଣା ଘଟି ଯାଇଛି ବା ହୃଦୟ ବିଦାରକ ସ୍ପର୍ଶକାତର ବିଷୟ ଘଟି ଯାଇଛି ସିକିମରେ, ସେ ବିଷୟରେ ଆମେ ଆଲୋଚନା କରିବା। କିନ୍ତୁ ତା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି, ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବେ। କାରଣ ଆପଣମାନଙ୍କର ପ୍ରତ୍ୟେକଙ୍କର ସବସ୍କ୍ରାଇବ ଆମକୁ ଗୋଟେ ଗୋଟେ ଇନ୍ସପିରେସନ ଯୋଗୁଛି ନୂଆ ନୂଆ ତଥ୍ୟ ନେଇ ନୂଆ ନୂଆ ଭିଡିଓ ଆପଣମାନଙ୍କ ସବୁ ଉପସ୍ଥାପନ କରିବା ପାଇଁ। ତେଣୁ ଆସନ୍ତୁ ଆମେ ଦେଖିବା ଏବଂ ଭିଡିଓଟି ସବସ୍କ୍ରାଇବ କରିବା। ଗତକାଲି ଅର୍ଥାତ ଯାହା କୁହାଯାଉଛି ଶୁକ୍ରବାର, ଗତକାଲି ଶୁକ୍ରବାର ଦିନ ପ୍ରତ୍ୟୁଷରେ ଯୋଉ ପ୍ରବଳ ବର୍ଷା ହେଇଛି, ଲଗାଣ ବର୍ଷା, ବାଦଲଫଟା ଲଗାଣ ବର୍ଷା ଯୋଗୁଁ ସିକିମରେ ଅର୍ଥାତ ପ୍ରତ୍ୟୁଷରେ ପଶ୍ଚିମ ସିକିମର ୟାଙ୍ଗଥାଙ୍ଗ ନିର୍ବାଚନ ମଣ୍ଡଳୀ ଉପରେ ଗମ୍ଭୀର ଭୂସ୍ଖଳନ ଘଟି ଅତି କମରେ 3 ଜଣଙ୍କର ମୃତ୍ୟୁ ହେଇଛି। ଘଟଣାସ୍ଥଳରେ 3 ଜଣଙ୍କ ତିନି ଜଣଙ୍କର ମୃତ୍ୟୁ ହେଇଛି ଏବଂ ଅନ୍ୟ 3 ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ସେଠିକାର ସ୍ଥାନୀୟ ଏସପି ଗେଜିଂ ତେରି ସେର୍ପାଙ୍କ ଅନୁଯାୟୀ ଘଟଣାସ୍ଥଳରେ 3 ଜଣଙ୍କର ମୃତ୍ୟୁ ଘଟିଛି। ଆଉ ଯେତେବେଳେ ପୋଲିସ ଏସଏସ୍ ବାହିନୀ ବା ପୋଲିସ ଶସ୍ତ୍ର ବାହିନୀ କର୍ମଚାରୀ ସେଠାକୁ ଯାଇ ପହଞ୍ଚିଲେ ଏବଂ ସମସ୍ତ ଉଦ୍ଧାର କାର୍ଯ୍ୟ କରିବା ପାଇଁ ସେମାନେ ଆଗକୁ ବଢିଲେ, ସ୍ଥାନୀୟ ଗ୍ରାମବାସୀଙ୍କ ସହିତ ମିଶି ସେମାନେ କଣ କଲେ ନା ସ୍ଥାନୀୟ ଗ୍ରାମବାସୀ ଆହତ 2 ଜଣ ମହିଳାଙ୍କୁ କରିବା ପାଇଁ ଉଦ୍ଧାର କରିଛନ୍ତି। ଏବଂ ଉଦ୍ଧାରକାରୀ ମାନେ ପୀଡ଼ିତଙ୍କ ପାଖକୁ ପହଞ୍ଚିବା ପାଇଁ ସେମାନେ ଯାଇପାରୁନଥିଲେ, କାରଣ ପାଣି ଅତଡ଼ା ମାଟି ଅତଡ଼ା ଖସି ଯାଇଛି। ତ ସେଥିପାଇଁ ସେମାନେ ଉଦ୍ଧାରକାରୀ ମାନେ ପୀଡ଼ିତ ମାନଙ୍କ ପାଖକୁ ପହଞ୍ଚିବା ପାଇଁ ବନ୍ୟାଗ୍ରସ୍ତ ହ୍ୟୁମ ନଦୀ ଉପରେ ଏକ ଅସ୍ଥାୟୀ ଅ, ଗଛ ପୋଲ ନିର୍ମାଣ କରିଛନ୍ତି। ଏବଂ ଯୋଉମାନେ ବି ଆପଣଙ୍କର ଏହି ଲ୍ୟାଣ୍ଡସ୍ଲାଇଡରେ କ୍ଷତିଗ୍ରସ୍ତ ହେଇଛନ୍ତି ବା ଅ, କ୍ଷତ ବିକ୍ଷତ ହେଇଛନ୍ତି, ସେମାନଙ୍କୁ ବା ଆଘାତ ହେଇଛନ୍ତି, ସେମାନଙ୍କୁ କ୍ୟାନର ଇନସଟ ଜିଲ୍ଲାର ହସ୍ପିଟାଲରେ ତୁରନ୍ତ ନିଆଯାଇଥିଲା ଏବଂ ସେଥିରେ ଚିକିତ୍ସା କରାଯାଉଛି। କିନ୍ତୁ ଦୁଃଖର ବିଷୟ, ସେଥି 2 ଜଣଙ୍କୁ ଉପସ୍ଥିତ କରାଯିବା ସତ୍ତ୍ୱେ କରାଗଲା ଏବଂ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ୍ୟୁବରଣ କରିଛନ୍ତି ଏବଂ ଜଣେ ବାଳକ 5 ରୁ 8 ବର୍ଷର ଜଣେ ବାଳକ ସେଥିରେ ବଞ୍ଚିଛନ୍ତି, ଯିଏକି ବର୍ତ୍ତମାନ ସୁଦ୍ଧା ସେ ନିଜର ଜୀବନକୁ 7 ବର୍ଷ, ଜଣେ 7 ବର୍ଷ ହବ, ଅତି କମରେ 7 ବର୍ଷ, 7 ବର୍ଷର ଜଣେ ବାଳକ ଯିଏକି ବର୍ତ୍ତମାନ ମୃତ୍ୟୁ ସହିତ ସଂଘର୍ଷ କରୁଛି। ଏଇ ପରିପ୍ରେକ୍ଷୀରେ ଏଇ ଯୋଉ ହୃଦୟ ବିଦାରକ ଘଟଣା, ଯାହାକି ଗୋଟିଏ ପରିବାରରେ ହିଁ ସେଇ ଯୋଉ 3 ଜଣ ସ୍ପଟରେ ମରିଛନ୍ତି ସେଇ ଗୋଟିଏ ପରିବାର ଏବଂ ଇଏ ଯୋଉ ଆଉ ଜଣେ ଯୋଉ ମରିଲେ ସେ ମଧ୍ୟ ସେଇ ଗୋଟିଏ ପରିବାର। ଆଉ 2 ଜଣ ଜଣେ ଯୋଉ ବଞ୍ଚିଛନ୍ତି ସେ ହଉଛନ୍ତି ଗୋଟେ ପୁଅ, 7 ବର୍ଷର ପୁଅ, ଯାହାକି ସେମାନେ ଗତକାଲି ଶୋଇଥିଲେ, ଘର ଭିତରେ ସମସ୍ତେ ଶୋଇଥିଲେ। ଶୋଇଥିବା ଅବସ୍ଥାରେ କିଛି ନ ଜାଣିବା ପୂର୍ବରୁ ଆପଣଙ୍କର ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ ହେଇଯାଇଛି। ଭୂସ୍ଖଳନ ଫଳରେ ସେଇ ଘରକୁ ମାଟି ଅତଡ଼ା ଆସି ତାକୁ ପୋତି ଦେଇଛି ଏବଂ ସେଇ ଅବସ୍ଥାରେ ସେମାନେ ସେଇ ଘରରେ ପୋତି ହେଇକି ଥିଲେ ପୋତି ହେଇକି ଥିଲେ ଏବଂ ଯେତେବେଳେ ବର୍ଷା ଟିକେ ଛାଡିଲା ବା ବର୍ଷା ଟିକେ କମିଗଲା, ପ୍ରଶାସନ, ପୋଲିସ ପ୍ରଶାସନ ଯାଇ ବା ଉଦ୍ଧାରକାରୀ ଦଳ ଯାଇ ସେଠାରେ ପହଞ୍ଚିଲେ ଏବଂ ଗ୍ରାମୀଣ ଲୋକ ମଧ୍ୟ ଯାଇ ସେଠି ପହଞ୍ଚିଲେ। ସେ ଅବସ୍ଥାରେ ଦେଖିଲା ବେଳକୁ ଆପଣଙ୍କର 3 ଜଣ ଚାପି ହେଇକି ମରିଯାଇଛନ୍ତି ବା ଘର ଭିତରେ ସେମାନେ ପୁରା ପୋତି ହେଇଯାଇଛନ୍ତି, ଘର ଭିତରେ ପୋତି ହେଇକି ମରିଯାଇଛନ୍ତି। ଏବଂ ଆଉ ଯୋଉ 2 ଜଣଙ୍କୁ ନିଆଗଲା, ସେମାନେ ସେଇଠି ପହଞ୍ଚି ପାରୁନଥିଲେ, ସେ ଗଛର ଗୋଟେ ପୋଲ ଲଗେଇକି ସେ ନଦୀରେ ଗଛ କାଟିକି ପୋଲ ଭଳିଆ କରି ସେମାନେ ସେଠି ସେ ଘର ପାଖକୁ ପହଞ୍ଚିଲେ, କାରଣ ସେ ଘରଟି ଟିକେ ସେପାରେଟ ଥିଲା। ତେଣୁ ଏଇ ପରିପ୍ରେକ୍ଷୀରେ ଏଇ ଯୋଉ ସ୍ପର୍ଶକାତର ହୃଦୟ ବିଦାରକ ଘଟଣା, ଯାହା ଶୋଇଛନ୍ତି ପରିବାରରେ ସମସ୍ତେ, ବାପା ମା ଭାଇ ଭଉଣୀ, କିନ୍ତୁ କ୍ଷଣିକ ମାତ୍ରେ ଜୀବନ ଚାଲିଗଲା। ଏଇଟା ଗୋଟେ ମହାସ୍ପର୍ଶକାତର ହୃଦୟ ବିଦାରକ ଘଟଣା, ଯାହାକି ଆମ ଭାରତରେ ବର୍ତ୍ତମାନ ଏଇ ଯୋଉ ବନ୍ୟା ପରିପ୍ରେକ୍ଷୀରେ, ଏଇ ଯୋଉ ମୌସୁମୀ ବର୍ଷାର ପରିପ୍ରେକ୍ଷୀରେ ଅନେକ ଧନ ଜୀବନ କ୍ଷୟକ୍ଷତି ଘଟୁଛି, ଯୋଉଟା କି ହ୍ୟୁମ ନଦୀରେ ମଧ୍ୟ ପ୍ରବଳ ଆ, ପ୍ର- ସ୍ତର ଉପରକୁ ବିପଦ ସଂକେତ ଉପରେ ଦେଖାଯାଉଛି। ଏଇଟା ହଉଛି ଗତକାଲିର ତାଜା ସୂଚନା ଆଜି ପାଇଁ, ଯେ ସିକିମରେ ଯୋଉ ଭୂସ୍ଖଳନ ଫଳରେ ଗୋଟିଏ ପରିବାରରୁ କେବଳ 4 ଜଣଙ୍କର ମୃତ୍ୟୁ ହେଇଛି। ଭିଡିଓଟି ଦେଖୁଥିବା ହେତୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦଉଛି ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବି ବୋଲି ମୁଁ ଅନୁରୋଧ କରୁଛି। ଥ୍ୟାଙ୍କ ୟୁ ସୋ ମଚ୍। ନମସ୍କାର।